ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁଁ କାର୍ଯ୍ୟ କରେ, ଆଶା ଅଟେ। ଆଉ ଆମର ଯୋଉ ଅଭିଯୋଗ ଏଇଆ ଯେ ଆମର ଯୋଉ ଗୋଷ୍ଠୀ କେନ୍ଦ୍ରକୁ ଆସୁଛନ୍ତି ତିହିଡି ଭଣ୍ଡାରୀ ପୋଖରୀରୁ ରଶ୍ମିତା ପୁଷ୍ଟି, ଆମେ ଚାହୁଁନୁ ତାଙ୍କୁ। ସେ ନ ଜଏନ କରିବା ପୂର୍ବରୁ ଆମକୁ ଆଜି ଧମକେଇକି ଯାଇଛନ୍ତି ଯେ ମୁଁ ଜଏନ କରେ ତମ ମାନଙ୍କୁ ମୁଁ ଦେଖିନେମି। ତା ନାଁରେ ଗୋଡାଏ କେସ ବି ଅଛି। ଆମେ ଭଣ୍ଡାରୀ ପୋଖରୀ ଆଶା ଦିଦି ମାନଙ୍କୁ ପଚାରିକି ବୁଝିଛୁ, ସେ ବହୁତ ଟର୍ଚର କରନ୍ତି ଆଶା ଦିଦି ମାନଙ୍କୁ। ଆଉ ତାର ନାଁରେ ବହୁତ ରେପ କେସ ଆଉ ଅଲଗା ଅଲଗା ସବୁ କେସ ବି ତାଙ୍କ ନାଁରେ ଅଛି। ତା ଭିତରେ ଆମେ ଏଠି ଆସିଲେ ଆମେ ଶାନ୍ତି ପାଇବୁନି ତ, ତାଙ୍କୁ ନେଇକି ଆମେ କାର୍ଯ୍ୟକାରୀ କରିପାରିବୁନୁ। ସିଏ ଏଠିକି ଆସିଲେ ଆମେ କାର୍ଯ୍ୟାନୁଷ୍ଠାନ ଭିତରେ ଆମେ ସମସ୍ତେ କାମ ବନ୍ଦ କରିମୁ। ଆମେ ସେ ଚାହୁଁନେ ତାଙ୍କ କ୍ରାଇଟେରିଆରେ ସେ ଟ୍ରାନ୍ସଫର ହୁଅନ୍ତୁ, ଠିକ ସମୟରେ ସେ ଟ୍ରାନ୍ସଫର ହୁଅନ୍ତୁ। ଗୋଟେ ଅଲଗା ସମୟରେ ଟ୍ରାନ୍ସଫର ହଠାତ୍ କରାହଉଛି କଣ ପାଇଁ ଆଉ କେମିତି କରାହଉଛି? ଆମ ବିପିଓ ମ୍ୟାଡାମ କୁ ଆମେ ଚାହୁଁଛୁ ଏଠି ରହୁ, ବା ଯଦି ଆପଣଙ୍କ ରେଗୁଲେସନ ଅନୁସାରେ ସେ ଅଲଗା ଜାଗାକୁ ଟ୍ରାନ୍ସଫର କରିବା ପାଇଁ ଚାହୁଁଛନ୍ତି ତାହେଲେ ଆମକୁ ଅଲଗା ବିପିଓ ମ୍ୟାଡାମ ଦିଆଯାଉ। ଶାନ୍ତି ମ୍ୟାଡାମକୁ ଏଠି ବାହାର କରିକି ସେ ଗୋଟେ ଦୁର୍ଦ୍ଦାନ୍ତ ଲୋକକୁ ଆମକୁ ଆମ ପାଖକୁ ପଠେଇବାର ଉଦ୍ଦେଶ୍ୟ କଣ, କାରଣ କଣ? ଏ ଅସମୟରେ ପୁଣି ଇଏ ଠିକ ସମୟ ନୁହେଁ। ଏଇଟା କଣ ସମୟ ତାଙ୍କର ଟ୍ରାନ୍ସଫର ଅର୍ଡର? ହଠାତ୍ କିଛି କଥା ନାହିଁ ବାର୍ତ୍ତା ନାହିଁ, ହଠାତ୍ କଣ ନା ଟ୍ରାନ୍ସଫର ହବ, ମୁଁ ଏଠି ଜଏନ କରିବି, ସେ ସେଠିକି ପଳେଇଯିବ। ଏଇଟା କଣ ଠିକ? ତା ଭିତରେ ବି ଆମକୁ ଧମକ ଦିଆହଉଛି ଭବିଷ୍ୟତରେ ଆମକୁ ହଇରାଣ କରିପାରନ୍ତି। କୋଉ ଆଶା ଆତ୍ମହତ୍ୟା କରିବ, କିଏ ଇନସେଟିଭ ପାଇବନି, କାହା ପରିବାର ଭିତରେ ବିଶୃଙ୍ଖଳା ସୃଷ୍ଟି ହବ। ଦୁନିଆ ତା ନାଁରେ ତ ବଦନାମ ଯାହା ଅଛି ଅଛି, ଆମକୁ ବଦନାମ ଦେଇକି ଆମ ପରିବାର ଭିତରେ କିଛି ଗୋଟେ ବିଭ୍ରାଟ ସୃଷ୍ଟି କରିବ। ଆମେ ସେ ଲୋକକୁ ଚାହୁଁନୁ। ଆମେ ଭବିଷ୍ୟତରେ ବି ଚାହୁଁନୁ ସେ ଲୋକ ଏଠିକି ଆସୁ। ଆଉ କିଏ ଆସୁଛନ୍ତି ଆସନ୍ତୁ, କିନ୍ତୁ ଭବିଷ୍ୟତରେ ଆମେ ନ ଆସିବା, ଜଏନ ନ କରିବା ପୂର୍ବରୁ ତ ଆମକୁ ଏତିକି ଧମକେଇଲେଣି, ଜଏନ କଲେ ଆହୁରି କଣ ନ କରିପାରିବା। ମହିଳା ସ୍ୱାସ୍ଥ୍ୟ କର୍ମୀ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମର ସମସ୍ୟା ହେଇଛି, ଆମର ଅସମୟରେ ଟ୍ରାନ୍ସଫର କରାହେଇଛି ବିପିଏମ ମ୍ୟାଡାମ କୁ ଆମ ତିହିଡିରୁ। ଆଉ ସେପଟେ ଆସୁଛନ୍ତି ଭଣ୍ଡାରୀ ପୋଖରୀରେ ରଶ୍ମିରେଖା ପୁଷ୍ଟି, ତାଙ୍କର ଆମେ ସେମାନଙ୍କୁ ଚାହୁଁନୁ ଏଠି ଜଏନ କରିବା ପାଇଁ। ଆମେ ସମସ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସବୁ ଷ୍ଟାଫ, ମୁଁ ଏକା ନୁହେଁ, ସମସ୍ତେ ହଁ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଆଉ ସିଏ ଯଦି ଟ୍ରାନ୍ସଫର କରିକି ଆସିଛନ୍ତି ତାହେଲେ ସେ ଜଏନ କରିବାକୁ କେହି ତାଙ୍କୁ ଦଉନାହାନ୍ତି। ଆଉ ସିଏ ବି ଜଏନ କ୍ରାଇଟେରିଆ ଅନୁଯାୟୀ ଆମର ଟ୍ରାନ୍ସଫର ହଉ, ଆମର ଇଏ ରହିବା ସବୁବେଳେ ବି ଦରକାର ନାହିଁ। ବି ଆଉ କିଏ ଆସନ୍ତୁ, ତାଙ୍କ ବଦଳରେ ସିଏ ଆଉ କିଏ